मन्नाथः श्रीजगन्नाथो मद्गुरुः श्रीजगद्गुरुः ममात्मा सर्वभूतात्मा तस्मै श्रीगुरवे नमः श्रीगुरवे नमः। विद्यते हृदयग्रन्थिश्छिद्यन्ते सर्वसंशयाः क्षीयन्ते चास्य कर्माणि तस्मिन् दृष्टे परावरे ब्रह्मैवेदममृतं पुरस्तात् ब्रह्मैवेदममृतं पुरस्तात् ब्रह्म पश्चात् ब्रह्म दक्षिणतश्चोत्तरेण अधश्चोर्ध्वं च प्रसिद्धं ब्रह्मैवेदं विश्वमिदं वरिष्ठम्। आज सांध्य पार्चर को समस्त को स्वागत करुँ। भाई भौणी मैंने यही सांध्य पाठचक्र जो हूँ प्रत्येक दिन सेटा मत कई प्रश्न कर ठीक 30 मिनिट सारी कहीं अधिक समय नेले असुविधा कौन होता फिर तो आगे अधिक आगे जाता बही ए संपर्क दुईटा कथा कह प्रथम कथा बही को शीघ्र सारिबार कौन सी आवश्यकता नहीं शीघ्र सारिबार कौन दरकार आमको लगू जो दिन लगे सारिबा। द्वितीय हूँ यही कार्य मो सागर बेस केते जन निमज्जित अच्छा केवल मुझे एकुटिया बसी पाठचक्र कर खाली शुणुते कि आप जगह शुणुते ताले घटना भिन्न होता धरतु ये वीडियो करवा रेकर्डिंग करवा पुणी छाड़ा चैनल सब जो मैंने एनगेज अच्छा से अन्य कार्य थी पारे तेणु मु समय तो 7 ରୁ 7:30 7 ରୁ 7:30 भितर ही रखापी मु मन मन स्थिर करी कौची पाठचक्र तेणु मु आशा करे आप मैंने दयाकोरी सह्य कर मो सागे आज विषय हूँ स्टेडी एफर्ट। स्टेडी एफर्ट छोट छोट सब्जेक्ट गुड़े कि बहुत गुरुत्वपूर्ण विषय गुड़ी स्टेडी एफर्ट एक्जाक्ट अर्थ हम अविचल उद्यम स्थिर स्थिर तो आम बहुत इंग्रेजी अर्थ को स्थिर बोली कहले आपको स्टेडी अर्थ अविचल जो उद्यम तुम विचलित नुह संपूर्ण स्थिर यही संपर्क में मांगर किसी बाणी आज आलोचना करवा। Ambitious plans generally fall flat। तो बहुत अनुभव कथा हम समस्त एम्बिशियस प्लान जो प्लान को तुम्हें बहुत बेसी उच्चाकांक्षा कर उच्च अभिलाष उच्च आकांक्षा उच्चाकांक्षा कहूँ एम्बिशियस जेते से भाया योजना तुम्हें कर साधारण जेनराली कहते सब न हो पारे जेनराली प्रायतः से सब वृथा हो जाए बेकार हो जाए किसी काम हुए ठीक हुए भूल हो जाए सब बंद हो जाए फल फ्लाट मान तो पूरा बंद हो जाए। मुझे जाननी जो मैंने अच्छा आम भितर जब सेमती करें कि खराब भावे बेले बेले
ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରଟି ଆରମ୍ଭ କରିବା ପାଇଁ ଆସିଲା ବେଳେ ଆମକୁ ଅନୁରୋଧ କରିବେ ଯେତେବେଳେ ଆମେ ତାକୁ ତ ପାଠ୍ୟକ୍ରମ କରିବା ପାଇଁ ପରାମର୍ଶ ଦେଉ ନା ଭାଇ ପାଠ୍ୟକ୍ରମ ଅଛି ଆଗକୁ ପାଠ୍ୟକ୍ରମ ଅଛି ତାହେଲେ ବହୁତ ଭଲ ହେଲା ଆପଣ ଗୋଟେ କାମ କରନ୍ତୁ ଏଥିରେ ବହୁତ ଆବଶ୍ୟକତା ସବୁ ଅଛି ତେଣୁ ଆପଣ ପ୍ରଥମେ ନର୍ସରୀ କିଣ୍ଡରଗାର୍ଟେନ୍ ଏଥିରୁ ଗୋଟେ କି ଦୁଇଟା ହୁଏତ ଗୋଟିଏ ବା ଦୁଇଟି ଖୋଲନ୍ତୁ ନା ଆମେ ଭାଇ ଷ୍ଟାଣ୍ଡାର୍ଡ 7 ପର୍ଯ୍ୟନ୍ତ ଖୋଲି ସାରିଛୁ କ'ଣ ଅର୍ଥ ଭାଇ ଦେଖିଲି ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଆଦୌ ଆରମ୍ଭ ହେଇନାହିଁ ପ୍ରଥମ କରି ଆରମ୍ଭ କରୁଛ ଏବଂ ସପ୍ତମ ଷ୍ଟାଣ୍ଡାର୍ଡ ପର୍ଯ୍ୟନ୍ତ ଖୋଲି ଦେଇଛ କେମିତି ଖୋଲିଲ ପାଠ୍ୟକ୍ରମ ଥିଲେ ବି ଏତେ ଗୁଡ଼ାଏ କେମିତି ଖୋଲି ପକାଇଲ ସବୁ କ୍ଲାସ୍ରେ ପିଲା ଅଛନ୍ତି ହଁ ଷ୍ଟାଣ୍ଡାର୍ଡ 3ରେ ଅଛନ୍ତି 6ରେ ଗୋଟେ ଥିଲା ଚାଲିଯାଇଛି 5ରେ ନାହାନ୍ତି ଏମିତି ଏମିତି ଏ କ'ଣ କାହିଁକି ଏ ଫଲ୍ ଫ୍ଲାଟ୍ ଏଇସବୁ ଫଲ୍ ଫ୍ଲାଟ୍ ଏମାନେ ସବୁ ଭୁଲ ହେଇଯାଏ ଭାଙ୍ଗିଯାଏ ସବୁ ଏଇଭଳିଆ ଯିଏ ଗୋଟେ ଉଚ୍ଚ ଅଭିଳାଷ କରି ଉଚ୍ଚ ଆକାଂକ୍ଷା କରି ଆମେ ଯଦି କହିବୁ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ହେଉଛି ମାଆଙ୍କ ପାଇଁ ସେବା କରିବା ପାଇଁ କରୁଛୁ ଆମେ ମୋତେ କାହିଁ ଲାଗେନି କେବେ ହେଲେ ଏଭଳିଆ ଗୋଟେ ଭିତରୁ ପ୍ରେରଣା ଆସିବ ଚାଲ ଏକାବେଳେ ସପ୍ତମ ଶ୍ରେଣୀ ଯାଇ ଖୋଲିଦେବା କେବେ ହେଲେ ଗୋଟେ ଦିବ୍ୟ ପ୍ରେରଣା ଭିତରୁ କେବେ ଆସିବନି ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର କରିକି ଆରମ୍ଭରୁ ନିଶ୍ଚୟ ଗୋଟେ ଆଉ କାହା ସାଙ୍ଗରେ ଗୋଟେ କ'ଣ ପ୍ରତିଯୋଗିତା କରିବାକୁ ଇଚ୍ଛା ହେଉଥିବ କିମ୍ବା ଦେଖିଥିବ ଗାଁରେ ପିଲାମାନେ ଅଛନ୍ତି ସବୁ କ୍ଲାସ୍ର ପିଲା ମିଳିଯିବେ ଖୋଜିଲେ ଆସିଯିବେ ପରିଚିତ ଅଛି କହିଲେ ଆସିଯିବେ ଏଥିରେ ଆଧ୍ୟାତ୍ମିକ ଆବଶ୍ୟକତା ଗୋଟେ ପୂର୍ଣ୍ଣାଙ୍ଗ ଶିକ୍ଷାକୁ ପ୍ରଚଳନ କରିବାର ଆବଶ୍ୟକତା ଅପେକ୍ଷା ଆଉ ଗୋଟେ କିଛି କରିବା ପାଇଁ ଗୋଟେ ଉଚ୍ଚ ଆକାଂକ୍ଷା ଭିତରେ ଇଏ ତ ଗଲା ଆମ ନିଜ ଘର କଥା ବୋଲି ମୁଁ ଆଲୋଚନା କରୁଛି ସଂସାରରେ ବହୁ ଜାଗାରେ ମଧ୍ୟ ଦେଖାଯାଇଛି ଯେତେବେଳେ ବ୍ୟକ୍ତି ଏମିତି ଗୋଟେ ଆମ୍ବିସିୟସ୍ ହେଇଯାଏ ଗୋଟେ ଏମିତି କରିବି ସେମିତି କରିବି ସେମିତି କରିବି ସେମିତି ପ୍ଲାନ୍ କରୁଥାଏ ସେ ଯେଉଁ ଅଣ୍ଡା ବୋଝ ଝୁଡ଼ି ମୁଣ୍ଡରେ ନେଇକି ସେ ଲୋକ ଯାଉଥିଲା ସେ ଅଣ୍ଡା ନେଇକି ବିକୁଛି ମୁଣ୍ଡରେ ଧରିଛି ଯାଉଛି କହୁଛି ଆସ୍ତେ ଆସ୍ତେ ଅଳ୍ପରୁ ବେଶୀ ହେବ ବେଶୀରୁ ବେଶୀ ହେବ ଆସ୍ତେ ଆସ୍ତେ ବହୁତ ପଇସା ହେଲା ବେଳେ ମୁଁ ଘର କରିବି ବାହା ହେବି ଗୋଟେ ବହୁତ ବଡ଼ ଲୋକର ଝିଅକୁ ବାହା ହେବି ମୋ ପାଖରେ ବହୁତ ପଇସା ହେଇଯିବ ବହୁତ ବଡ଼ ଲୋକର ଝିଅକୁ ବାହା ହେବି ବାହା ହେଇସାରିଲା ପରେ ଘର ରହିଲା ବେଳେ ସେ ନିଶ୍ଚୟ ମୋତେ ଜିନିଷ ସବୁ ମାଗିବ ମୁଁ ସେତେବେଳକୁ ବହୁତ ଧନର ଅଧିକାରୀ ହେଇଥିବି ମୁଁ ତାକୁ କହିବି ଜମା ଦେବିନି ଜମା ଦେବିନି କହି ମୁଣ୍ଡ ହଲେଇ ଦେବ ଦେବିନି ତ କହି ମୁଣ୍ଡ ହଲେଇ ଦେବ ମୁଣ୍ଡରୁ ସବୁତକ ବୋଝ ଯାକ ଅଣ୍ଡା ତଳେ ପଡ଼ିକି ନଷ୍ଟ ହେଇଗଲା ଆମ୍ବିସିୟସ୍ ପ୍ଲାନ୍ ଇଏ ହେଉଛି ମାନେ ଗୋଟେ ସ୍ଥିରତା ନାହିଁ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନାହିଁ ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣର କୌଣସି ଲକ୍ଷଣ ନାହିଁ ସେଥିପାଇଁ ମା କହିଲେ ଆମ୍ବିସିୟସ୍ ପ୍ଲାନ୍ସ ଜେନେରାଲି ଫଲ୍ ଫ୍ଲାଟ୍ ସାଧାରଣତଃ ଏଇ ଉଚ୍ଚାକାଂକ୍ଷା ରଖିଥିବା ଯେତେ ଯୋଜନା ତୁମେ କରୁଥିବ ସେସବୁ ନଷ୍ଟ ଭାଙ୍ଗିଯିବ ଅଧାରୁ ଭାଙ୍ଗିଯିବ ଇଟ୍ ଇଜ୍ ବେଟର୍ ଟୁ ଗୋ ସ୍ଲୋ ଆଣ୍ଡ ଷ୍ଟେଡି ଇଟ୍ ଇଜ୍ ବେଟର୍ ଟୁ ଗୋ ସ୍ଲୋ ଆଣ୍ଡ ଷ୍ଟେଡି କ'ଣ ଆମର ସେଇଟା ଓଡ଼ିଆରେ କି କହିପାରିବା ଆମେ ଧୀର ପାଣି ପଥର କାଟେ ଏଠି ମୋ ପାଖରେ ଯେଉଁ ଭାଇ ଭଉଣୀମାନେ ବସିଛନ୍ତି ସମସ୍ତେ ଏକାବେଳେ କହିଦେଲେ ଧୀର ପାଣି ପଥର କାଟେ ସ୍ଲୋ ଆଣ୍ଡ ଷ୍ଟେଡି ୱିନ୍ସ ଦି ରେସ୍ ଇଂରେଜୀରେ ମା ସେଇଆ ଏକ୍ଜାକ୍ଟଲି କହୁଛନ୍ତି ଇଟ୍ ଇଜ୍ ବେଟର୍ ଟୁ ଗୋ ସ୍ଲୋ ଆଣ୍ଡ ଷ୍ଟେଡି ସ୍ଥିର ହୁଅ ଅବିଚଳ ହୁଅ ନିର୍ଦ୍ଦିଷ୍ଟ ହୁଅ
ଏବଂ ଧୀର ପଦକ୍ଷେପରେ ଚାଲ। ଆସ୍ତେ ଆସ୍ତେ ଧୀରେ 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 ମୁଁ ଦେଖିଛି, ସେଇ ଅନୁଷ୍ଠାନ ବି ଆମର ଦେଖିଛି, କିଛି ନଥିବାରୁ ଆରମ୍ଭ କରି ଧୀରେ ଧୀରେ ଆଗେ 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 ଖୁବ୍ ଗୋଟେ ବଡ଼ ପ୍ଲାନ୍ କେବେ କରିନାହାନ୍ତି, ଖୁବ୍ ଗୋଟେ ବଡ଼ ଆମ୍ବିସନ୍ ରଖିନାହାନ୍ତି, ଆକାଂକ୍ଷା ରଖିନାହାନ୍ତି ଯେ ଏମିତି କରିଦେବୁ ସେମିତି କରିଦେବୁ, କିନ୍ତୁ ଖୁବ୍ ସ୍ଲୋଲି ଧୀରେ 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 ଆଗେ 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 ଯାହା ଆବଶ୍ୟକତା ତାଙ୍କ ସବୁ କରିପାରୁଛନ୍ତି। ତେଣୁ ମା କହିଲେ ବରଂ ଭଲ, ଇଟ୍ ଇଜ୍ ବେଟର୍, ଅଧିକ ଉତ୍ତମ କ'ଣ ପାଇଁ? ଟୁ ଗୋ ସ୍ଲୋ, ଧୀର ହଉ ପଛକେ ଯାଅ, କିନ୍ତୁ ଅବିଚଳ ହେଇକି ଚାଲ। ଯାହା କରିବା ପାଇଁ ସିଦ୍ଧାନ୍ତ କରିଛ ସେଥିରେ କେବେ ହେଲେ ଅସ୍ଥିର ହୁଅ ନାହିଁ, ବିଚଳିତ ହୁଅ ନାହିଁ, ଧୀର ପଦକ୍ଷେପରେ ଚାଲ। ଧୀର ପଦକ୍ଷେପରେ ଯାହା ବି ତୁମେ କରିବାକୁ ଚେଷ୍ଟା କରିବ ସ୍ଥିର ହେଇ କରିବ, ଧୀର ପଦକ୍ଷେପ ଏବଂ ସ୍ଥିର ଦୃଢ଼ ହେଇକି ଅବିଚଳିତ ହେଇକି, ତା ଅବଶ୍ୟ ହେବ। ଇଟ୍ ଇଜ୍ ବେଟର୍ ଟୁ ଗୋ ସ୍ଲୋ ଆଣ୍ଡ ଷ୍ଟେଡି। ବି ଷ୍ଟେଡି ଆଣ୍ଡ ପେସେଣ୍ଟ। ଆଉ ଗୋଟେ ମା କହୁଛନ୍ତି ଖାଲି ଷ୍ଟେଡି ନୁହଁ, ଅବିଚଳିତ ରୁହ, ସ୍ଥିର ରୁହ, ତା ସାଙ୍ଗେ ଧୈର୍ଯ୍ୟ ବି ରଖ। କାହିଁକିନା ଧୈର୍ଯ୍ୟ ନ ରଖିଲେ କ'ଣ ହେବ? ଧୈର୍ଯ୍ୟ ନ ରଖିଲେ ଷ୍ଟେଡି ତ ରହିଲି, ବିଚଳିତ ହେଉନି, ଠିକ୍, କେଉଁ ଦିନ ହେବ କେତେ ଦିନ ଷ୍ଟେଡି ରହିବି? ଭାଇ ଟିକେ କହିଯାଅ, ଷ୍ଟେଡି ରହିବାକୁ କହୁଛନ୍ତି, କେତେ ଦିନ ଷ୍ଟେଡି ରହିବି? ଅନନ୍ତ କାଳ ପର୍ଯ୍ୟନ୍ତ ମଧ୍ୟ ଦରକାର ପଡ଼ିଲେ ରହିବାକୁ ପଡ଼ିବ, ଯେତେ ଦିନ ହଉ। ଧୈର୍ଯ୍ୟ ଅର୍ଥ କ'ଣ? ଧୈର୍ଯ୍ୟ ଗୋଟେ ଲିମିଟ୍ ଅଛି। ମୁଁ ଏତିକି ଧୈର୍ଯ୍ୟ ଧରିବି, ଆଉ ତାପରେ ଧରିବିନି, ତାହେଲେ ଧୈର୍ଯ୍ୟ କେଉଁଠି ହେଲା? ଧୈର୍ଯ୍ୟ ମାନେ ଯାହା ବି ହଉ ଶେଷ ପର୍ଯ୍ୟନ୍ତ ଯିବା ପାଇଁ ନିଶ୍ଚିତତା ଥିବା ଭିତରେ ମୁଁ ନିଶ୍ଚୟ ଯିବି, ନିଶ୍ଚୟ ଯିବି, ନିଶ୍ଚୟ ଆଗେଇବି, ନିଶ୍ଚୟ ଆଗେଇବି। ଷ୍ଟେଡି ଆଣ୍ଡ ବି ଷ୍ଟେଡି ଆଣ୍ଡ ପେସେଣ୍ଟ। ସ୍ଥିର ରୁହ, ଧୈର୍ଯ୍ୟ ଧରି ରୁହ, ତାହେଲେ କ'ଣ ହେବ? ଏଭ୍ରିଥିଙ୍ଗ ୱିଲ୍ ବି ଅଲ୍ ରାଇଟ୍। ମା ବହୁତ ସାଙ୍ଗସନ୍ ଆମକୁ ଦେଉଛନ୍ତି, ବହୁତ ପ୍ରକାର ସାଙ୍ଗସନ୍ ସବୁ କରୁଛନ୍ତି। ତୋତେ ଯଦି ସବୁକିଛି ଠିକ୍ ହେବା ଦରକାର, ଏଭ୍ରିଥିଙ୍ଗ ୱିଲ୍ ବି ଅଲ୍ ରାଇଟ୍, ତୋ ପାଇଁ ସବୁକିଛି ଯଦି ଠିକ୍ ହେବା ଦରକାର, ତାହେଲେ ସ୍ଥିର ରୁହ, ଅବିଚଳିତ ରୁହ ଏବଂ ଧୈର୍ଯ୍ୟ ଧରି ଅପେକ୍ଷା କର। ଧୈର୍ଯ୍ୟ ଧରି ଅପେକ୍ଷା କରିବାର ପ୍ରମାଣ ଦେଖିବ, ଗାଡ଼ି ଟ୍ରେନ୍ ଯେତେବେଳେ ଯାଉଥିବ, ଟ୍ରେନ୍ରେ ଷ୍ଟେସନରେ ଅପେକ୍ଷା କରିଥିବ, ଟ୍ରେନ୍ ଲେଟ୍ ହେଉଥିବ। ଧୈର୍ଯ୍ୟର ପରୀକ୍ଷା ତ। ମୁହୂର୍ମୁହୁ ଖାଲି ଘଡ଼ି ଦେଖୁଥିବ, ମୁହୂର୍ମୁହୁ ଘଡ଼ି ଦେଖୁଥିବ, ସିଏ ପୁଣି ଚଣ୍ଡାଳ ଟ୍ରେନ୍ ବାଲା ଆନାଉନ୍ସ କରିଦେବ ଯେ ଯେଉଁ ଟାଇମ୍ କହିଥିବ ସେ ଟାଇମ୍ ଯିବନି, ଏଇ ଟାଇମ୍ ତ କହିଦେବ, ଟାଇମ୍ ଗଲାଣି, ଆଉ କାହିଁକି ଆସୁନି ଟ୍ରେନ୍। ପୁଣି ଦେଖିବାକୁ ଗୋଟେ ଆନାଉନ୍ସ କରିଦେବ, ଆଉ 15 ମିନିଟ୍ ଯିବ। କିଛି କହିବନି, ଖାଲି ଖେଦ ହେ କହିବ। ଅସୁବିଧା के लिए खेद है ना, କ'ଣ ଯାକ କହିଦେବ ହିନ୍ଦୀ। କିନ୍ତୁ ତମେ ଜାଣିବ ଯେ ଏଇଟା ମୋ ଧୈର୍ଯ୍ୟର ପରୀକ୍ଷା ହେଉଛି, ମୋ ଧୈର୍ଯ୍ୟର ପରୀକ୍ଷା ହେଉଛି। ଆଜି ଟ୍ରେନ୍ ତ ଯେତେବେଳେ ଆସିବ, ଏ ଷ୍ଟେସନରେ ଯେତେ ପ୍ଲାଟଫର୍ମ ଲୋକ ଠିଆ ହେଇଛନ୍ତି ସମସ୍ତେ ତ ସେଥିରେ ଚଢ଼ିବେ, ମୁଁ ତ ଏକୁଟିଆ ଚଢ଼ିବିନି। ଆଉ ମୋର ତ ପାଇଁ କେବଳ ଡେରି ହେଉନି, କେବଳ ମୋର ପାଇଁ ଡେରି ହେଉନି, ଡେରି ଅସୁବିଧା ପାଇଁ ହେଉଛି, ସମସ୍ତଙ୍କ ପାଇଁ ହେଉଛି। ମୁଁ ଅଧୈର୍ଯ୍ୟ ହେଇଗଲେ କ'ଣ ହେବ? ଅବଶ୍ୟ ମୋ ଭଳିଆ ବି ବହୁତ ଜଣ ଅଧୈର୍ଯ୍ୟ ହେଉଥିବେ, ଯେ ଧୈର୍ଯ୍ୟ ପରୀକ୍ଷା ହେଉଥିବ। ଥୋଡ଼ା ତ ସୋଦାସୋଦି ଆରମ୍ଭ କରିଦେବେ ରେଲୱେ ଡିପାର୍ଟମେଣ୍ଟକୁ। ଆଜିକାଲି ଆଉ ଆଗ ଭଳିଆ ନାହିଁ, ଆଉ ଟ୍ରେନ୍ ଆଜି ଭଳିଆ ନାହିଁ। ପାଟି ତୁମେ ଯାହା ପାଟି କଲେ, ଯାହା କଲେ ବି ଯାଇ ଟ୍ରେନ୍କୁ ନେଇ ପଳେଇ ଆସିବ। ଟ୍ରେନ୍ ଯେଉଁ କାରଣରୁ ବାଟରେ ଡେରି ହେଇଛି ତାକୁ ତୁମେ ଧରି ନେଇ ଚାଲି ଆସିପାରିବ କି?
ଚାଲ ମିଶିଯିବା ଟ୍ରେନ୍ ଟାଣି ଆଣିବା, କରିପାରିବ କି? ଆଉ ତ କରିପାରିବନି, ଏତେ ବ୍ୟସ୍ତ କାହିଁ ହେଉଛ, ଏତେ ଅଧୈର୍ଯ୍ୟ କାହିଁ ହେଉଛ? ତେଣୁ ମା କହିଲେ ବି ଷ୍ଟେଡି ଆଣ୍ଡ ପେସେଣ୍ଟ, ସ୍ଥିର ରୁହ, ଅବିଚଳ ରୁହ, ଧୈର୍ଯ୍ୟ ଧର। ଧୈର୍ଯ୍ୟ ଥିଲେ ହିଁ ବ୍ୟକ୍ତି ବହୁତ ଜାଗାରେ ଜିତିଯାଏ। ଆସୁ ଯାହା ଆସିବ, ଯେତେ ବାଧା ବିପତ୍ତି ଆସୁ, ଯାହା ବି ଆସିବ, ତମ ପାଖରେ କିନ୍ତୁ ପେସେନ୍ସ ଥିବ, ତମେ ପେସେଣ୍ଟଲି ଅପେକ୍ଷା କରିଥିବ ଯଦି, ଶେଷରେ ନିଶ୍ଚୟ ସବୁ ଠିକ୍ ହେବ, ସବୁ ଠିକ୍ ହେବ। ମୁଁ ବେଳେବେଳେ ଦେଖିଛି, ଏଇ ଟ୍ରେନ୍ ଏକ୍ସପିରିଏନ୍ସରୁ କହୁଛି, ବେଳେ ଘଣ୍ଟାଧିକ କାଳ ବିଳମ୍ବରେ ଟ୍ରେନ୍ ଆସିବ, ପହଞ୍ଚିବାକୁ ବିଫୋର୍ ଟାଇମ୍ ପହଞ୍ଚିବ। ସେତେବେଳେ ତ କାହିଁକି କହୁନା ଟ୍ରେନ୍ ବାଲାଙ୍କୁ ଥ୍ୟାଙ୍କ ୟୁ କହୁନା, ଯାହା ହଉ ଆମକୁ ଠିକ୍ ଟାଇମ୍କୁ ବହୁତ ଆଗୁରୁ ଆଣି ପହଞ୍ଚେଇ ଦେଲେ, ସେଠି ତ କହୁନା। ଡେରି ହେଲେ କେମିତି ହେଉଥିଲ, ଅଧୈର୍ଯ୍ୟ ହେଉଥିଲ। ଏଇଟା ଗୋଟେ ଆମ ପାଇଁ ପରୀକ୍ଷା ହୁଏ ବହୁତ ସମୟରେ, ଜୀବନରେ ବହୁତ ସମୟରେ ଧୈର୍ଯ୍ୟ ଅଛି କି ନାହିଁ। ଦୈନନ୍ଦିନ ପରିବାରରେ ବିଭିନ୍ନ ପ୍ରକାରର କାର୍ଯ୍ୟରେ ଆମର ଅସୁବିଧା ସୃଷ୍ଟି ହୁଏ। ଅସୁବିଧାରେ ଯଦି ଧୈର୍ଯ୍ୟ ଥାଏ, ତାହେଲେ ଯେତେ ବଡ଼ ଅସୁବିଧା ହେଲେ ମଧ୍ୟ ଆମେ ତାକୁ ଅତିକ୍ରମ କରି ଯାଇପାରିବୁ। ଧୈର୍ଯ୍ୟ ନଥିଲେ, ଯେତେ ଯାହା ଥିଲେ ମଧ୍ୟ ତୁମେ କେବଳ କଷ୍ଟ ପାଇ ଚାଲିଥିବ, ଧୈର୍ଯ୍ୟ ଯଦି ନାହିଁ। ସେଥିପାଇଁ କୁହାହେଉଛି ଏଭ୍ରିଥିଙ୍ଗ ୱିଲ୍ ବି ଅଲ୍ ରାଇଟ୍, ସବୁକିଛି ନିଶ୍ଚୟ ଠିକ୍ ହେବ। ତାପରେ କହିଲେ ୟୁ ମଷ୍ଟ କିପ୍ ୟୋର ଆସ୍ପିରେସନ୍ ଷ୍ଟେଡି ଆଣ୍ଡ ବି ପେସେଣ୍ଟ ଇନ୍ ୟୋର ଏଣ୍ଡେଭର। ୟୁ ମଷ୍ଟ କିପ୍ ୟୋର ଆସ୍ପିରେସନ୍ ଷ୍ଟେଡି, ଆସ୍ପୃହା, ଆସ୍ପୃହାକୁ ସ୍ଥିର ରଖ। ଆସ୍ପୃହାର ବହ୍ନି ଯେଉଁ ଭିତରେ ଅଛି ତାକୁ ସ୍ଥିର ରଖ। ୟୁ ମଷ୍ଟ କିପ୍ ୟୋର ଆସ୍ପିରେସନ୍ ଷ୍ଟେଡି ଆଣ୍ଡ ବି ପେସେଣ୍ଟ, ଧୈର୍ଯ୍ୟ ଧର। ଇନ୍ ୟୋର ଏଣ୍ଡେଭର, ତୁମ ପ୍ରଚେଷ୍ଟାରେ, ତୁମେ ଯେଉଁ ଉଦ୍ୟମ କରୁଛ, ଯେଉଁ ଚେଷ୍ଟା କରୁଛ, ପ୍ରଚେଷ୍ଟାରେ ଧୈର୍ଯ୍ୟ ଧରିବ ଏବଂ ସ୍ଥିର ରହିବ। ତିନିଟା କଥା କହିଲେ, ଷ୍ଟେଡି, ପେସେଣ୍ଟ, ଏଣ୍ଡେଭର। ଏଣ୍ଡେଭର ହେଉଛି ତୁମ ପ୍ରଚେଷ୍ଟା, ଉଦ୍ୟମ କରୁଛ। ଉଦ୍ୟମ କରିବାରେ କୌଣସି ବାଧା ନାହିଁ। କେଉଁ ପ୍ରକାର ଉଦ୍ୟମ କରିବ ତୁମକୁ ଛାଡ଼ି ଦିଆଯାଇଛି, ତୁମେ ମାଆଙ୍କୁ ଡାକି କରୁଛ, କେମିତି କରୁଛ, ତୁମ ଭିତରେ ଧୈର୍ଯ୍ୟ ଧରି ଆସୁଛି। ତୁମ ଭିତରେ ଧୈର୍ଯ୍ୟ ରଖିବା ପାଇଁ ଯାହା ଦରକାର ତାକୁ ତୁମେ ନିଶ୍ଚୟ ପଳେଇବା ଉଚିତ। ମନେ ରଖ ଭାଇ ଭଉଣୀମାନେ, ମଣିଷମାନଙ୍କ ଉପରେ ନିର୍ଭର କରି କାର୍ଯ୍ୟ କଲେ କେବେ ବି ଧୈର୍ଯ୍ୟ ଆସିବନି। ଅନେକ ସମୟରେ ଆମେ ଧୋକା ଖାଇବା, ଠକିଯିବା। ଆଉ ମାଆଙ୍କ ଉପରେ ନିର୍ଭର କଲେ କେବଳ ଧୈର୍ଯ୍ୟ ଦରକାର। ମାଆଙ୍କ ଉପରେ ନିର୍ଭର କରି କାମ କଲେ କେବଳ ଧୈର୍ଯ୍ୟ ଦରକାର, ଏବଂ ସେଇଟା ଆମ ପାଇଁ ଟେଷ୍ଟ ହେଇଯାଏ, ପରୀକ୍ଷା। ଆଉ ଷ୍ଟେଡି ଆଣ୍ଡ ପେସେଣ୍ଟ ଇନ୍ ୟୋର ଏଣ୍ଡେଭର, ତୁମେ ଯେଉଁ ପ୍ରଚେଷ୍ଟା କରିଚାଲିଛ, ପ୍ରଚେଷ୍ଟା ବନ୍ଦ ହେବ ନାହିଁ, ନିରବଚ୍ଛିନ୍ନ ଭାବରେ ଚେଷ୍ଟା କରି ଚାଲିଥିବ ଏବଂ ଧୈର୍ଯ୍ୟ ସହିତ କରିଚାଲିଥିବ ଏବଂ ସ୍ଥିର, ନିଶ୍ଚିତ, ଅବିଚଳିତ ଥିବ ତୁମ ପ୍ରଚେଷ୍ଟାରେ, ତାହେଲେ and you are sure of success, and you are sure of success, ନିଶ୍ଚୟ ତୁମେ ସଫଳ କାମ ହେବ। ଅନେକ ଉଦାହରଣ ସବୁ ଅଛି, ବହୁତ ବଡ଼ ବଡ଼ ଘଟଣା ସବୁ ଆମ ଏଇ ଶିକ୍ଷା କ୍ଷେତ୍ରରେ, ପାଠ୍ୟ କ୍ଷେତ୍ରରେ ବହୁତ ଘଟିଯାଇଛି। ସେସବୁ ଲମ୍ବା କାହାଣୀ କହିଲେ ସମୟ ହେବନି, କିନ୍ତୁ ମୁଁ ଦେଖିଛି ଏ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରକୁ ସରକାରଙ୍କ ପାଖରେ ନେଇ ପହଞ୍ଚି ତାଙ୍କଠାରୁ ଯେଉଁ ପରୀକ୍ଷାମୂଳକ ଶିକ୍ଷା ବୋଲି, ଏହା ଯେ ପରୀକ୍ଷାମୂଳକ ଶିକ୍ଷା, ଏଥିପାଇଁ ଯେଉଁ ସ୍ୱତନ୍ତ୍ର ସ୍ୱୀକୃତି ସରକାର ଦେଲେ, ଏଥିପାଇଁ ପ୍ରପତ୍ତି ଯାହା
उद्यम करछंती आको वर्णना कला को मोर सिहरण आसी जाଉଛି कारण सी जो प्रकार व्यक्तित्व प्रपत्ति जो प्रकार व्यक्तित्व मो स्कूटर पछरे बसिकी कटक भुवनेश्वर रे जेते व्यक्ति शिक्षा रे संपृक्त जो मानकर सम्मति दरकार ए शिक्षा को परीक्षामूलक भाव में सरकार पाखु अनुमति पाइबापी जो मानकर सम्मति दरकार क्या तो जड़े किए व्यक्ति सिद्धांत करेंगे कमिटी करेंगे से कमिटी जिते लोक अच्छा अधिकांश लोक घर को मुझे स्कूटर पछ कटक भुवनेश्वर नहीं जाइए कटक बहुत जन घर अविचलित धैर्य एवं प्रचेष्टा तार फलाफल एंड यू आर श्योर ऑफ सक्सेस पूर्णांग शिक्षा केंद्र को परीक्षामूलक भाव में परीक्षामूलक शिक्षा भाव में सरकार जो स्वीकृति देले तापे से जो उद्यम करते से उद्यमर फलाफल है श्योर सक्सेस से देखी नथिले श्योर सक्सेस यही जाउची बोली माँ को पाखे माँ को कृपारू अविचलित चेष्टा करते आम जाचु से संपूर्ण सुस्थ नथिले अनेक दिन से असुस्थ हो सारी हेले मध्य से असुस्थता केबे भी खातिर कर आमर ए शिक्षा केंद्र सब 84 मसीह परीक्षामूलक शिक्षा भाव में सरकारी अनुमति पाइला स्वीकृति पाइला एवं 87 रे प्रपत्ति प्रबल असुस्थ कारण पंडिचेरी आउ ओडिशा आसिले ये 3 वर्ष पूर्वर घटना 87 से ओडिशा छाड़िले 84 रे आमे अनुमति पाइलु किंतु तांकर सफरिंग आरंभ होता बहुत आगुरी सफरिंग आरंभ हो सारी से संपूर्ण बेखातिर कर फाइटर गोटे योद्धा जहाँ कह संपूर्ण बेखातिर करी से टिके भी भ्रूक्षेप न करी ये काम उद्यम चेष्टा कर चलते एवं शेषक है कौन यही सफलता आमको देगले प्रथम जिते तीनोटी शिक्षा केंद्र पाइला संबलपुर कटक एवं भुवनेश्वर तापरे गोपीनाथपुर पर पुणी पाइला 4टी शिक्षा केंद्र समुदाय पाई किंतु सरकारी ऑर्डर जहाँ सब पर बाहर से जो लैंग्वेज लिखा जेहेतु यही सब शिक्षा केंद्र माने परीक्षामूलक भाव में सरकार ठार अनुमति पाई से शिक्षा केंद्र हो गई 50 रु बेसी एवं न्यू लाइफ एजुकेशन ट्रस्ट ऑलरेडी फॉर्म हो सारे ऑर्गेनाइज करुच्ची न्यू लाइफ एजुकेशन ट्रस्ट निज स्कूल मान लिस्ट देके दरखास्त करे सरकार लिखती चिठी जेहेतु यही सब स्कूल माने परीक्षामूलक भाव में सरकारी स्वीकृति पाई यही सब शिक्षा केंद्र मान 4टी नुह जिते शिक्षा केंद्र लिस्ट देखिए सब देखो बाट के काटी 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 मानी जाऊँ ये दरकार से कौन ना उद्यम संपूर्ण स्थिर एवं धैर्य न धैर्यहरा न संपूर्ण धैर्य भाव एंड यू आर श्योर ऑफ सक्सेस तापर कहले स्टडी एफर्ट्स ऑलवेज ब्रिंग ग्रेट रिजल्ट्स स्टडी एफर्ट ऑलवेज ब्रिंग ग्रेट रिजल्ट्स जिते तुम अविचलित उद्यम इच्छा चेष्टा निश्चय गोटे विराट फलाफल नहीं आस
ଗ୍ରେଟ୍ ରେଜଲ୍ଟ। ମୋର ମନେ ଅଛି ଶ୍ରୀଅରବିନ୍ଦଙ୍କ ପବିତ୍ର ଦେହାଂଶ ନେଇ ଆମେ ଯାଉଥାଉ ସୁନାବେଡ଼ା 3 ସୁନାବେଡ଼ା 3 ମାନେ 3 ନମ୍ବର ସ୍କୁଲ ଯେଉଁଟା ଇଂଲିଶ ମିଡ଼ିୟମ୍ ସାର୍ ବହୁତ ବ୍ୟାକୁଳ ହେଇ କହିଥିଲେ ଟିକେ ସ୍କୁଲକୁ ଆଣିପାରିବେନି, ସ୍କୁଲକୁ ଆମେ ରିଲିକ୍ସ ଆଣିପାରିବାନି, ଆମେ ଆମ ହାତ ବନ୍ଧା କାହିଁକିନା ଆମେ ନିର୍ଦ୍ଦିଷ୍ଟ ସମୟ ସବୁ ପହଞ୍ଚିବାକୁ ପଡ଼ିବ, ସନ୍ଧ୍ୟା ହେଇଗଲେ ଆଉ ପୋଲିସ ଗାର୍ଡ଼ ଅଫ୍ ଅନର୍ ଦେବେନି, ତାଙ୍କର ନିୟମ। ତେଣୁ ଆମେ ଯେଉଁ ବାଇଚାନ୍ସ ଯଦି କେଉଁଠି ବିଳମ୍ବ ହେଇଗଲା ତାପରେ ଜାଗାରେ କାଟଛାଟ କରି ନେଇଯାଉଛୁ। କିନ୍ତୁ ସୁନାବେଡ଼ା 3 ପାଇଁ ଅନିମେଷ ଭାଇ ଅନିମେଷ ଭାଇ ଆଉ ମୋ ଦେହ ଆଲୋଚନା କରି କଥା ହେଇଥିଲୁ ଯେ ଅନିମେଷ ଭାଇ ମୋତେ ପଚାରିଲେ ତୁ ତାଙ୍କୁ କହିଛୁ? ସୁର କହିଲା ଭାଇ ଆପଣ ତାଙ୍କୁ କହିଥିଲେ? ମୁଁ ତାଙ୍କୁ କହିଛି ସ୍କୁଲକୁ ଯଦି ହେବ ନେଇଯିବା, କିନ୍ତୁ ତୁମମାନେ ରାସ୍ତାରେ ଅପେକ୍ଷା କରିଥିବ, ରାସ୍ତାରେ ଅପେକ୍ଷା କରିଥିବ। ସେମାନେ କ'ଣ କରିଛନ୍ତି ନା ରାସ୍ତାରେ ଯେଉଁ ଛକରୁ ସ୍କୁଲକୁ ଆମେ ଟର୍ନ କରିବୁ ସେଇ ଛକରେ ଅତି ସୁନ୍ଦର ଭାବରେ ମା ସୁରେନ୍ଦ୍ରଙ୍କ ଫଟୋ ସଜେଇକି ପ୍ରାୟ 2 ପଟେ 500 ଲୋକ ଲାଇନରେ ଠିଆ ହେଇଛନ୍ତି, ଲାଇନ୍ ଆସି ପ୍ରଣାମ କରିବା ପାଇଁ। କାହିଁକିନା ଆମେ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ତାଙ୍କୁ କନଫର୍ମ କରିପାରିନଥିଲୁ, ବୋଧହୁଏ ସିଏ ଆଶା କରିନଥିଲେ ଆମେ ଯିବୁ ବୋଲି, କାହିଁକିନା ଆମେ କହିଲୁ, ତେଣୁ ସେ ସେଇ ରାସ୍ତାରେ ଜଗିଥିଲେ। ଆମେ ବାଟ ଡିସାଇଡ଼୍ କରିଛୁ ନାଇଁ ତାଙ୍କ ସ୍କୁଲକୁ ଯିବୁ। ଯେତେବେଳେ ଟର୍ନ କରୁଛୁ ଗାଡ଼ି ଅଟକେଇ କହିଲୁ ଯେ ସମସ୍ତେ ଆସନ୍ତୁ ସ୍କୁଲକୁ ଆମେ ଯିବା, ସ୍କୁଲକୁ ଯିବା, ସମସ୍ତେ କହିଲେ ସ୍କୁଲକୁ ଯିବା। ମୁଁ କହିଲି ଅସୁବିଧା କିଛି ନାଇଁ 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 କିଛି ଅସୁବିଧା ନାହିଁ, ଆମେ ଚାହୁଁଛୁ ଆପଣ ଚାଲନ୍ତୁ। ତାପରେ ଯାହା ଦୃଶ୍ୟ ହେଲା ଦେଖିବାର କଥା। ଆମେ ତ ଗାଡ଼ିରେ ପଳେଇଲୁ, ଆମ ଗାଡ଼ି କଡ଼ରେ ଶହ ଲୋକ ଦୌଡ଼ୁଥାନ୍ତି। ଆମେ ସମସ୍ତଙ୍କୁ କହୁଥାଉ ଧୀରେ ଆସ, ଆମେ ଅପେକ୍ଷା କରିବୁ, ଧୀରେ ଆସ ଅପେକ୍ଷା କରିବୁ, କେହି ଶୁଣୁନଥାଉ। ନ୍ୟାଚୁରାଲି ଆମେ ଆଗେ ଯାଇ ପହଞ୍ଚିଗଲୁ ଗାଡ଼ିରେ ଯାଇ, ଆମେ ଯାଇ ପହଞ୍ଚିବାକୁ ଅବସ୍ଥା ହେଠି କାହିଁକି କିଛି ନାହିଁ, ସବୁଆଡ଼େ ଅନ୍ଧାର, ବିରାଡ଼ି ଛୁଆଟେ ବି ନାହିଁ, କାରଣ ସମସ୍ତେ ପଳେଇଛନ୍ତି ନା ରାସ୍ତାକୁ। ଆମେ ଭିତରେ ଗେଟ୍ ଖୋଲିକି ଗାଡ଼ି ନେଇ ଭିତରେ ପୁରେଇଲା ସାଙ୍ଗେ ସାଙ୍ଗେ ଦୌଡ଼ାଦୌଡ଼ି ସବୁ ଆସି ପହଞ୍ଚିଗଲେ। ମୁଁ କହିଲି କିଛି ବ୍ୟସ୍ତ ହୁଅନ୍ତୁନି, ଯେଉଁଟା ପାଚକର ଘର ସେଇ ପାଚକ ଘରେ ଗୋଟେ ଟେବୁଲ୍ ପକାନ୍ତୁ, ଗୋଟେ ବେଡ୍ ଗୋଟେ ଟେବୁଲ୍ କ୍ଲଥରେ ସଜେଇ ପକାଇ ଦିଅନ୍ତୁ, ଆଉ କିଛି ଦରକାର ନାହିଁ। ତାପରେ ସମସ୍ତେ ଲାଇନ୍ ଆସି ଦର୍ଶନ କଲେ। ସେୟା କରାହେଲା। ଆଚ୍ଛା ଦେଖନ୍ତୁ, ସେମାନେ ରାସ୍ତାରେ କି ସୁନ୍ଦର ସଜେଇଥାନ୍ତି ଯେ କହିହେବନି, କିନ୍ତୁ ଆମେ ସ୍କୁଲକୁ ନେଇ ଆସିଲୁ। ଏଥିରେ ସେମାନଙ୍କର ରାସ୍ତା ସାଜସଜ୍ଜାରେ କିଛି ମୂଲ୍ୟ ରହିଲା ନାହିଁ, ନମ୍ବର 1। ନମ୍ବର 2, ସ୍କୁଲକୁ ସମସ୍ତେ ଦୌଡ଼ି ଆସିଲେ, କିନ୍ତୁ ଏ ସବୁକୁ ଭୁଲି ଯାଇ କି ମୁହଁଟି ମାନେ ଦିଶୁଥାନ୍ତି ସବୁ, କି କୃତାର୍ଥ, କି କୃତଜ୍ଞ, କି ଖୁସି, ଆଖିରୁ ଲୁହ ସବୁ ଝରି ପଡ଼ୁଥାଏ। ଶାନ୍ତିଆପା ଯାଙ୍କ ପ୍ରିନ୍ସିପାଲ୍ ଥାନ୍ତି, ହେଲେ ଭାଇ କିଛି ବିଳମ୍ବ ହେବ। ମୁଁ କହିଲି ଜମା ବ୍ୟସ୍ତ ହୁଅନ୍ତି ନାହିଁ, ଜଗନ୍ନାଥ ଭାଇ ଧରିଥାନ୍ତି ରିଲିକ୍ସକୁ, ରାମନାଥ ପଣ୍ଡାଙ୍କ ଭାଇ, ସିଏ ନେଇକି ରିଲିକ୍ସ ଥୋଇଲେ। ମୁଁ କହିଲି ଯିଏ ବି ଅଛନ୍ତି ସବୁ ଆସି ଦର୍ଶନ କର। ସମସ୍ତେ ଆସିଲେ ଦର୍ଶନ କରେ ଲାଇନ୍ ନେଇକି। ସବୁ ସରିଲା ପରେ ଆମେ ଏଥର ଆମେ ଯିବା, ଆଉ ଆପଣମାନେ ସେଠି ସଜେଇଥିଲେ ବହୁତ ଅସୁବିଧା କିଛି ଭାଇ, ସେଥିପାଇଁ ଟିକେ ବି ବ୍ୟସ୍ତ ହୁଅନ୍ତୁନି। ପ୍ରଭୁ ଆସିଲେ ଆମ ଅନୁଷ୍ଠାନ ଭିତରକୁ, ଆଠୁ ବଢ଼ିକି ଆଉ ବଡ଼ କୃପା କିଛି ଥାଇପାରେ। ତାଙ୍କ ଭିତରେ ଯେଉଁ ଉଦ୍ୟମ ଥିଲା, ଯେଉଁ ପ୍ରଚେଷ୍ଟା ଥିଲା, ଯେଉଁ ସ୍ଥିର ଭାବରେ ନିଶ୍ଚଳ ଭାବରେ, ଏବଂ ସେଥିପାଇଁ ଗୋଟେ ବ୍ୟାକୁଳତା ଥିଲା, ଆମକୁ ଟାଣିକି ନେଇଗଲା ତା ଭିତରକୁ। ଏବଂ ଯେତେବେଳେ ଶାନ୍ତିଅପା ଧରିକି ଆସୁଛନ୍ତି, ଯଦି କୋଡ଼ ପଛା ପୁଅକୁ ଧରିଥାନ୍ତି ସେମିତି କୋଳେଇକି ଧରିଥାନ୍ତି। ଜଗନ୍ନାଥ ଭାଇ ବସାଇଲେଣି ଗାଡ଼ିରେ ଧରିବା ପାଇଁ, ଭାଇ ଆଉ ଟିକିଏ, ଭାଇ ଆଉ ଟିକିଏ, ଛାଡ଼ିବାକୁ ଇଚ୍ଛା ହେଉନି। ସେ ଦୃଶ୍ୟ ଏବେ ବି ମନେ ପଡ଼ିଲେ ମଧ୍ୟ ହସି ଯାଏ, କାହିଁକି ନା ତାଙ୍କ ଭିତରେ ସେ ଯେଉଁ ଉଦ୍ୟମ ଥିଲା, ଯେଉଁ ଷ୍ଟେଡି ଏଫର୍ଟ,
always bring great results. এইটা ତାଙ୍କ ପାଇଁ ଏଇଟା ବହୁତ ବିରାଟ ଫଳାଫଳ, ଗ୍ରେଟ୍ ରେଜଲ୍ଟ। ପ୍ରଭୁ ରୁମ୍ ଆମ ଅନୁଷ୍ଠାନ ଭିତରକୁ ଚାଲି ଆସିଲେ এইটা ସେମାନେ ତାଙ୍କ ଜୀବନ ଯାକ ଭୁଲି ପାରିବେନି। ଏଇଟା ଆଗରୁ ବହୁତ ଥର କହିଥିଲେ, ଭାଇ ଟିକେ ଚେଷ୍ଟା କରନ୍ତୁ, ଭାଇ ଟିକେ ଚେଷ୍ଟା କରନ୍ତୁ, ଜାଣିବା ପାଇଁ ଚେଷ୍ଟା କରନ୍ତୁ। ସୁନାବେଡ଼ା 1କୁ ଯିବା ଚାନ୍ସ ନାହିଁ, କାରଣ ସୁନାବେଡ଼ା 2ଟା ସ୍କୁଲ, ସୁନାବେଡ଼ା 1 ସୁନାବେଡ଼ା 3। ସୁନାବେଡ଼ା 1ଟା ବହୁତ ଭିତରେ ତେଣୁ ଯିବା ଚାନ୍ସ ନାହିଁ, ସୁବିଧା ନଥିଲା। ତେଣୁ ସେମାନଙ୍କୁ କୁହାଯାଇଥିଲା, ସେମାନେ ରାସ୍ତା ଉପରେ ପ୍ରସ୍ତୁତ ଥିଲେ ଏବଂ ସେଠି ଦର୍ଶନ କଲେ। କିନ୍ତୁ ସୁନାବେଡ଼ା 3ଟା ଏତେ ଦୂର ନୁହଁ, ରାସ୍ତା ଉପରେ ପାଖ, କିନ୍ତୁ ସମୟ ଥିବ ନଥିବ ଏଇଭଳି ଭାବରେ ହେଇଥିଲା। କିନ୍ତୁ ତାଙ୍କ ଭିତରେ ଯେଉଁ ବ୍ୟାକୁଳତା ଥିଲା, ତାଙ୍କ ଯେଉଁ ବ୍ୟାକୁଳତା ଥିଲା, ନିଷ୍ଠା ଥିଲା, ଉଦ୍ୟମ ଥିଲା, ଧୈର୍ଯ୍ୟ ସହିତ ଏଠି ଏତେ ସୁନ୍ଦର ଆରେଞ୍ଜମେଣ୍ଟ କରିକି ମଧ୍ୟ ଆମେ ଏଠୁ ଯାଇ ସେ ଅନ୍ଧାର ଘର ସାଙ୍ଗେ ସାଙ୍ଗେ ଲାଇଟ୍ ଜଳିଗଲା, ଗୋଟେ ଟେବୁଲ ଉପରେ ପ୍ରତ୍ୟେକ ପଡ଼ିଗଲା। ଆମେ କହିଲୁ କିଛି ନାହିଁ, ଚାରିପାଖେ ଯାକ ସବୁ ଅପା ଭାଇମାନେ ଘେରି ଏଇଠି ହେଇଥାନ୍ତି, ପିଲାମାନେ ଚାଲିଗଲେ, ଗାର୍ଡ଼ିଆନ୍ମାନେ ଚାଲିଗଲେ, ଗାଁ ଲୋକ ସାଇ ଟାଉନ୍ର ଯେଉଁମାନେ ଆସିଥିଲେ ଚାଲିଗଲେ। କେତେ ହଜାରରୁ ଉର୍ଦ୍ଧ୍ୱ ଲୋକ ବୋଧେ ଅପେକ୍ଷା କରିଥିଲେ, ଆଉ ସମସ୍ତେ ଦୌଡ଼ି ଦୌଡ଼ିକି ଯାଇଥାନ୍ତି ସେଠି ଦର୍ଶନ କରିବା ପାଇଁ। ଏ ହେଉଛି ଗ୍ରେଟ୍ ରେଜଲ୍ଟ। ଆକୁ ଆପଣ କହିବେ ଏଇ ଗ୍ରେଟ୍ ରେଜଲ୍ଟଟା କ'ଣ ଯେ ଗ୍ରେଟ୍ ରେଜଲ୍ଟ ହେଲା, କ'ଣ କି ଗୋଟେ ବିରାଟ ଗୋଟେ ଫଳ ପାଇଗଲେ? ଆକୁ ଯଦି ଗ୍ରେଟ୍ ରେଜଲ୍ଟ କୁହା ନଯାଏ, ସଂସାରରେ ଗ୍ରେଟ୍ ରେଜଲ୍ଟ କିଛି ନାହିଁ। ପ୍ରଭୁ କୃପା କରି ଆମ ଅନୁଷ୍ଠାନ ଭିତରକୁ ଆସିବା ଯଦି ଗ୍ରେଟ୍ ରେଜଲ୍ଟ ନୁହଁ, ଆଉ ଗ୍ରେଟ୍ ରେଜଲ୍ଟ କ'ଣ? ଆଠାରୁ ବଡ଼ ଫଳାଫଳ ଆଉ କ'ଣ ହେଇପାରେ? Remaining steady in our effort and quiet and firm in our determination, we are sure to reach the goal. Again, say same thing रो उदाहरण देवी। Remaining steady in our effort, उद्यम स्थिर रहिबा, and quiet and firm in our determination, जो सिद्धांत करछु सेते शांत भाव में और दृढ़ भाव में रहिथिबा, ताले we are sure to reach the goal। आम लक्ष्य रे निश्चय पहुँच पाइबा। We are sure to reach the goal। आउ आकु व्याख्या करूनी, शेष मेसेजटा कहि दउची, नो एफर्ट इज लॉस्ट। मन रखु, नो एफर्ट इज लॉस्ट। कौन सी चेष्टा बा कौन सी उद्यम केबे वृथा हुए नहीं, कौन सी उद्यम केबे वृथा हुए नहीं। There is always an answer, even if it is not perceived। सबुबले गोटे उत्तर मिले, सबुबले गोटे उत्तर मिले। हुए तो आम ताको देखी पाऊनी, परसीव करी हुए, देखी हुए, किंतु कौन सी उद्यम नष्ट हुए। सबू जिते प्रकार उद्यम, सबू उद्यम धरा जाऊ तमें दैनिक 5 किलोमीटर वॉकिंग कर, आज समय है कौन कर इच्छा टिके टिके खाली बुली चली आस, तार भी फल अच्छे, तार भी फल अच्छे। सी यदि 1000 फल दो, एक फल दो, किसी तो फल अच्छे। तमें जिते बड़े ऊपर को उठुच, पाहाचे धीरे धीरे ऊपर को उठुच, आगु को चाहिए व्यस्त हवा अपेक्षा पछू चाहिए। अच्छा मुझे एत बाट उठी आसली, अच्छा मुझे एत बाट उठी आसली, पछू को चाहिए। आगे बहुत पाहाच थी, तुमको हुए तो हताश लगे, कि पछू को चाहिए देख मोर एफर्ट लस्ट होनी, मुझे उद्यम करी से उद्यम किसी वृथा जाए, निश्चय किसी ना कि फल। पिला दिन आरंभ कर एपर्यंत भी जहाँ जहाँ आम जीवन में आम उद्यम करूँ, सब उद्यम किसी ना कि फल मिली, हुए तो आम देखिपार, आम परसीव कर, आम परसीव जो कहते आम आखिर आम देखिपार, जापार, कि प्रत्येक उद्यम किसी ना कि फल निश्चय अच्छे। प्रार्थना करवा। भगवत सेवकर प्रार्थना। विघ्न विनाशना हे भगवान, जय हो तुमर।
आममान को अंतरे किछेले जेपरी तुम कार्य विघ्न न घटाए किछेले जेपरी तुम आविर्भाव विलंब न घटाए सकल विषय सकल मुहूर्त पूर्ण हो तुम इच्छा तुम सम्मुखें छिड़ा आम मैंने तुमर इच्छा ही आम मान मध्य आम मान सत्ता प्रत्येक अंगरे प्रत्येक कर्म उच्चतम चूड़ारू तुच्छतम प्रत्येक कोशरे पूर्ण हो तुम ठारे आम मानकर निष्ठा हुए जेपरी सर्वांगीन चिरंतन आम मैंने अन्य सबकि परिहार कर चाहूँ संपूर्ण रूपे तुम प्रभावर अधीन रह आम मैंने केवे जेपरी न भूलु तुम निकटरे गभीर भाव निबिड़ भाव कृतज्ञ हो प्रति मुहूर्त तुम्हें आम मान को जो अपरूप संपद सब दान कर से सबूर किसी जेपरी आम मैंने अपचय न कर आम मानकर प्रत्येक अंग जेपरी तुम कार्य सहचर हुए से सबू जेपरी प्रस्तुत हो उठती तुम सिद्धि परम सिद्धिकर्ता हे भगवान जय हो तुम विजय जो आम मानकर ज्वलंत सक्रिय चरम अटल विश्वास एक संगे कह इन द नेम ऑफ द मदर for the sake of the mother, by the power of the mother, with the strength of the mother, to all adverse, harmful being or force, I order to quit this place at once and forever.